ମାଲକାନଗିରିର କେସିସି ବ୍ୟାଙ୍କରେ ଏକ ବଡ଼ ଧରଣର ଆର୍ଥିକ ଅନିୟମିତତା ସାମ୍ନାକୁ ଆସିଛି। ଚାଷୀଙ୍କ ଋଣ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ବ୍ୟାଙ୍କର ବ୍ରାଞ୍ଚ ମ୍ୟାନେଜର ସୁଧାଂଶୁ ଖୋରାଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି। ମିଳିଥିବା ଖବର ଅନୁସାରେ 2024 ଫେବୃଆରୀ ଓ ମାର୍ଚ୍ଚ ମାସ ମଧ୍ୟରେ ପ୍ରାୟ 30 ଦିନ ଭିତରେ 1,08,75,000 ଟଙ୍କା ହରିଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଲ୍ୟାମ୍ପ୍ସ ଜରିଆରେ ଆସିଥିବା ଚାଷୀଙ୍କ କ୍ରପ୍ ଲୋନ୍ ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ଜମା ନକରି ଶ୍ରୀ ଖୋରା ନିଜର ଓ ଅନ୍ୟ କେତେକ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଦେଇଥିଲେ। ଏ ଘଟଣାରେ ଭିଜିଲାନ୍ସ ବିଭାଗ ପକ୍ଷରୁ 2ଟି ପୃଥକ ମାମଲା ରୁଜୁ କରାଯାଇଛି। ପ୍ରଥମ ମାମଲାରେ 86,80,000 ଟଙ୍କା ଏବଂ ଦ୍ୱିତୀୟ ମାମଲାରେ 21,95,000 ଟଙ୍କାର ଆତ୍ମସାତ ଅଭିଯୋଗ ରହିଛି। ଭିଜିଲାନ୍ସ ଏସ୍ପିଙ୍କ ସୂଚନା ଅନୁସାରେ ଏହି ଦୁର୍ନୀତିରେ ଆଉ କାହାର ସମ୍ପୃକ୍ତି ରହିଛି ସେ ନେଇ ଅଧିକ ତଦନ୍ତ ଜାରି ରହିଛି। ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା ପାଇଁ ରିମାଣ୍ଡରେ ଅଣାଯିବାର ସମ୍ଭାବନା ରହିଛି। ଆପଣମାନେ ଶୁଣନ୍ତୁ ଏସ୍ପିଙ୍କ ମୁହଁରୁ ଏ ସମ୍ପର୍କରେ ସବିଶେଷ ସୂଚନା। ଜନମୁଖରୁ ବୀରେନ୍ଦ୍ର କୁମାର ପାଣିଗ୍ରାହୀ। ନମସ୍କାର। ମାଲକାନଗିରିର କେସିସି ବ୍ୟାଙ୍କରେ ମାନେ କୋଟିରୁ ଅଧିକ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ଆମେ ତାର ଇନକ୍ୱାରି ଭିଜିଲାନ୍ସ ଇନକ୍ୱାରି କରିଥିଲୁ। ଭିଜିଲାନ୍ସ ଇନକ୍ୱାରିରେ ଆମେ କରିବା ସମୟରେ ଆମେ ଜାଣିବାକୁ ପାଇଲୁ ଯେ ସେ ଯେଉଁ ଲ୍ୟାମ୍ପ ମାନେ ଯେଉଁ କ୍ରପ୍ ଲୋନ୍ ରିକଭରି କରିକିରି ଯେଉଁ ଡିପୋଜିଟ୍ ନେଇକିରି ଆସିକିରି ସେ ବ୍ରାଞ୍ଚ ମ୍ୟାନେଜରକୁ ଦିଅନ୍ତି ସେଇ ଟଙ୍କା ଗୁଡ଼ାକ ସିଏ ତାଙ୍କ ଆକାଉଣ୍ଟରେ ଜମା ନ କରି ସେ ସବୁ ଅନ୍ୟାନ୍ୟ ଲୋକଙ୍କୁ ପାଖକୁ ପଇସା ପଠାଇ ଦେଇଛନ୍ତି। ଏବଂ ଏ କଥା ଯେତେବେଳେ ସେ ଲ୍ୟାମ୍ପ ମାନେ ଜାଣିଲେ ସେମାନେ କେସିସି ବ୍ୟାଙ୍କ ହେଡ୍ ଅଫିସରେ ଅଭିଯୋଗ କରିଥିଲେ। ଆଉ ତାପରେ ଆମେ ଇନକ୍ୱାରି କରି ଜାଣିବାକୁ ପାଇଲୁ ଯେ ସେ ଯେଉଁ ସୁଧାଂଶୁ ଖରା ତାଙ୍କର ଯେଉଁ ବ୍ରାଞ୍ଚ ମ୍ୟାନେଜର ସିଏ ଫେବୃଆରୀ ଆଉ ମାର୍ଚ୍ଚ 2026 ଏଇ 2 ମାସରେ ପ୍ରାୟ 30 ଦିନ ଭିତରେ ସିଏ 1,08,75,000 ଟଙ୍କା ଲ୍ୟାମ୍ପର ପଇସା ତାକୁ ସିଏ ନିଜେ ଆତ୍ମସାତ କରି ଅନ୍ୟ କେଉଁ ଆକାଉଣ୍ଟକୁ ସବୁ ପଠାଇ ଦେଇଛନ୍ତି। ହଁ, ସେ ବାବଦରେ ଆମେ 2ଟି କେସ୍ କରିଛୁ। ପ୍ରଥମ କେସ୍ରେ 86,80,000 ଟଙ୍କା ମିସଆପ୍ରୋପ୍ରିଏସନ୍ ଆଲିଗେସନ୍ ଯେଉଁଟାକି ଲ୍ୟାମ୍ପ ମାନଙ୍କର ଯେଉଁ କ୍ରପ୍ ଲୋନ୍ରୁ ରିକଭରି କରି ଆଣିକି ଡିପୋଜିଟ୍ ଦେବା ପଇସାକୁ ଆତ୍ମସାତ କରିବା ବାବଦରେ, ଆଉ ଗୋଟେ 21,95,000 ଟଙ୍କା ବାବଦରେ ଆଉ ଗୋଟେ କେସ୍ ବି ଆମେ କରିଛୁ ଯେଉଁଥିରେ କି ମାଲକାନଗିରିର ହେବା ପାଇଁ ଆଉ ଗୋଟେ ଫ୍ରେଶ୍ ଲୋନ୍ ସାଂକ୍ସନ୍ ହେଇଥିଲା। ବ୍ୟାଙ୍କରେ ପାଇବା କୋଟିରୁ ଅଧିକ ଟଙ୍କାର ଯେଉଁ କରିଥିବା 90 ଜଣ ଚାଷୀଙ୍କର ସବୁ ଆମେ ଚେକ୍ ମାନେ ସାର ଇନକ୍ୱାରି ଇନକ୍ୱାରି କରିଥିଲୁ। ସେ ଟଙ୍କା ଇନକ୍ୱାରିରେ ଆମେ କରିବା ପାଇଁ ନେଇକରି କରିବା ସମୟରେ ଆମେ ଜାଣିବାକୁ ପାଇଲୁ କେସିସି ବ୍ୟାଙ୍କରେ ଯେଉଁ ଲ୍ୟାମ୍ପ ସୁଧାଂଶୁ ଖରା ତାକୁ ମଧ୍ୟ ଆତ୍ମସାତ କରିଦେଇଛନ୍ତି। ନିଜେ ସେ ଟଙ୍କା ଲ୍ୟାମ୍ପର ଆକାଉଣ୍ଟକୁ ନ ପଠେଇକି ସେ ନିଜେ ଆତ୍ମସାତ କରିଛନ୍ତି। ବର୍ତ୍ତମାନ ଦେଖନ୍ତୁ ସେ ଯେଉଁ ଟଙ୍କା ଯାଇଛି ଗୋଟେ ଆକାଉଣ୍ଟକୁ ପୁଣି ସେ ଆକାଉଣ୍ଟରୁ ଆଉ କୁଆଡ଼କୁ ଯାଇଛି ଏଭଳିଆ ଆମେ ଯେଉଁଟା ବେସ୍ ଲେଭେଲ୍ ଆକାଉଣ୍ଟର ଇନଫର୍ମେସନ୍ ଏଇ ସର୍ଟ ଟାଇମ୍ ଭିତରେ ଆମେ କଲେକ୍ସନ୍ କରୁଛୁ। ଆଜିରେ କାଲି ଆମେ ମକଦ୍ଦମା କଲା ପରେ ତାକୁ ମାଲକାନଗିରି ଯାଇ ଯାହା ଆବଶ୍ୟକ କାଗଜପତ୍ର ଜବତ ହେଇଥିଲା ଏବଂ ସେଥିରେ ରାତି 12ଟା ବାଜିଯାଇଥିଲା। ଆଜି ମାନେ ବ୍ୟାଙ୍କରେ ଯେଉଁ ମୂଳ ଆକାଉଣ୍ଟ ଗୁଡ଼ାକୁ ଟ୍ରାନ୍ସଫର୍ ହେଇଛି ତାକୁ ଆଣିଛୁ। ଆମ ପାଖରେ ଯେଉଁ ଅଛନ୍ତି ବ୍ୟାଙ୍କର ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଆଉ IT ଏକ୍ସପର୍ଟ ଏମାନଙ୍କୁ ବି ଲଗେଇଛୁ। ସେମାନେ ସେଥିରୁ ଯାହା ତଥ୍ୟ ବାହାର କରୁଛନ୍ତି। ସେ ଆକାଉଣ୍ଟରୁ ପୁଣି ଆଉ କାହାକୁ ଯାଇଛି ସେ ଟଙ୍କାକୁ ଆମେ ଭେରିଫାଏ କରିବା ପାଇଁ ଏଇ ଯେଉଁ ସୁଧାଂଶୁ ଖରା ବ୍ରାଞ୍ଚ ମ୍ୟାନେଜର ଅଛନ୍ତି ଏଇ ସର୍ଟ ଟାଇମ୍ ଭିତରେ ଆମେ କରିପାରୁନୁ। ତାଙ୍କୁ ଆଜି ଫରୱାର୍ଡ଼ କରୁଛୁ ଏବଂ ମାନ୍ୟବର କୋର୍ଟକୁ ଆମେ ନିବେଦନ କରିବୁ ଯେ ତାକୁ 2-3 ଦିନ ପାଇଁ ଆମେ ରିମାଣ୍ଡରେ ଆଣିବୁ ଏବଂ ତାଠାରୁ ଅନ୍ୟାନ୍ୟ ବିଷୟରେ ଯାହା ତଦନ୍ତରେ ଆମକୁ ସହାୟକ ହେବ ସେ